ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 15 ମେ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟାର୍ସ। ଆଜିର ପ୍ରଥମ ପ୍ରଶ୍ନ, Which state has secured the first position in implementing the Pradhan Mantri formalization of micro food processing enterprises? ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକକରଣ କାର୍ଯ୍ୟକାରୀ କରିବାରେ କେଉଁ ରାଜ୍ୟ ପ୍ରଥମ ସ୍ଥାନ ହାସଲ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ବିହାର। ବିହାର ପ୍ରଥମ ସ୍ଥାନ ଅଧିକାର କରିଛି କୋଉଥିରେ? ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ୍ ଅଫ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ implementing the PMFME scheme in the financial year 2024 and 25 ଲଞ୍ଚ ହେଇଥିଲା ଜୁନ୍ 29, 2020 ମସିହାରେ। PMFMPE is a centralized sponsored scheme by the Ministry of Food Processing Industry। ଏହି ଉଦ୍ୟୋଗୀ ହେଉଛି ସେଣ୍ଟ୍ରାଲ ସ୍କିମ୍। ଏହା କେଉଁ ଅଣ୍ଡରରେ ଆସୁଛି? ମିନିଷ୍ଟ୍ରି ଅଫ୍ ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍। ପରବର୍ତ୍ତୀ ପ୍ରଶ୍ନ, Which global methane tracker 2025 is released by which organization? ଗ୍ଲୋବାଲ ମିଥେନ୍ ଟ୍ରାକର 2025 କେଉଁ ସଂଗଠନ ଦ୍ୱାରା ପ୍ରକାଶିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ବା IEA। ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ଷ୍ଟାବ୍ଲିଶ ହେଇଥିଲା 18 ନଭେମ୍ବର 1974 ମସିହାରେ। ହେଡକ୍ୱାର୍ଟର ରହିଛି ପ୍ୟାରିସ, ଫ୍ରାନ୍ସରେ। ମେମ୍ବରସିପ୍ 31 କଣ୍ଟ୍ରି ମେମ୍ବରସିପ୍ ଅଛନ୍ତି। ପରବର୍ତ୍ତୀ ପ୍ରଶ୍ନ, Recently, where was the 10th International Trade Fair organized? ସମ୍ପ୍ରତି 10ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା କେଉଁଠାରେ ଆୟୋଜିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ନେପାଳ। ନେପାଳଠାରେ 10ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆୟୋଜିତ ହୋଇଥିଲା। ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର inaugurated Nepal's commerce minister କିଏ? ଦାମୋଦର ଭଣ୍ଡାରୀ। ପ୍ଲେସ୍ ରହିଛି ବ୍ରିକ୍ କୁଟିମ ମଣ୍ଡପ। ପାର୍ଟିସିପେଟ୍ କେଉଁ ଦେଶ ପାର୍ଟିସିପେଟ୍ କରିଥିଲେ? ନେପାଳ, ଚାଇନା, ୟୁକ୍ରେନ, ବାଂଲାଦେଶ ଏବଂ ତୁର୍କୀ। ଚାଇନା ଏହି ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିଲେ। ଏହା ହେଉଛି 10ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା। କେଉଁଠାରେ ଅନୁଷ୍ଠିତ ହୋଇଥିଲା? ନେପାଳ ଠାରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, The Raika tribe is primarily found in which state? ରାଇକା ଜନଜାତି ମୁଖ୍ୟତଃ କେଉଁ ରାଜ୍ୟରେ ଦେଖାଯାଆନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ରାଜସ୍ଥାନ। ରାଜସ୍ଥାନରେ ରାଇକା ଜନଜାତି ମୁଖ୍ୟତଃ ଦେଖାଯାଆନ୍ତି। The Raika tribe, also known as Ravirs, ରାଇକା ଜନଜାତିକୁ ରାବିର୍ସ ମଧ୍ୟ କୁହନ୍ତି। ରାଜସ୍ଥାନ ଫର୍ମେସନ୍ ହେଇଥିଲା 30 ମାର୍ଚ୍ଚ 1949 ମସିହାରେ। କ୍ୟାପିଟାଲ ରହିଛି ଜୟପୁର। ଜୟପୁର ମଧ୍ୟ ରାଜସ୍ଥାନର ବଡ଼ ସିଟି। ଗଭର୍ଣ୍ଣର ରହିଛନ୍ତି ହରିଭାଉ କିଷ୍ଣାରାଓ ବାଗଡେ। ଚିଫ ମିନିଷ୍ଟର ଭଜନଲାଲ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, PL-15 is a long-range beyond visual range air-to-air missile developed by which country? PL-15 ଏହା କେଉଁ ଦେଶ ଦ୍ୱାରା ବିକଶିତ ଏକ ଦୂରଗାମୀ ଦୃଶ୍ୟ ପରିସୀମା ବାହାରେ ଆକାଶରୁ ଆକାଶ
କ୍ଷେପଣାସ୍ତ୍ର বা ଏୟାର ଟୁ ଏୟାର ମିସାଇଲ ବିୟଣ୍ଡ ଭିଜୁଆଲ ରେଞ୍ଜ ଏହାକୁ କେଉଁ ଦେଶ ବିକଶିତ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଚାଇନା। The PL-15 missile, also known as Thunderbolt 15, it is a long-range beyond visual range air-to-air missile developed China, designed for engaging enemy aircraft and distance beyond visual range. পরবর্তী প্রশ্ন, which telescope was used to discover asteroid 2024 YR4? କେଉଁ ଟେଲିସ୍କୋପ ବ୍ୟବହାର କରି 2024 YR4 ଗ୍ରହାଣୁ ଆବିଷ୍କାର କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଆଟଲାସ ଟେଲିସ୍କୋପ। ପରବର୍ତ୍ତୀ ପ୍ରଶ୍ନ, ବାଗିଲହାର hydroelectric power project dam is built on which river? ବାଗିଲହାର ଜଳବିଦ୍ୟୁତ ପ୍ରକଳ୍ପ ବନ୍ଧ କେଉଁ ନଦୀ ଉପରେ ନିର୍ମିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଚେନାବ ନଦୀ ଉପରେ ନିର୍ମିତ ହୋଇଛି ବାଗିଲହାର ଜଳବିଦ୍ୟୁତ ପ୍ରକଳ୍ପ। ବାଗିଲହାର ଡ୍ୟାମ୍ ଲୋକେସନ ରହିଛି ବାଗିଲହାର ରୋଡ, ରାମବାନ ଡିଷ୍ଟ୍ରିକ୍ଟ, ଜାମ୍ମୁ ଆଣ୍ଡ କାଶ୍ମୀର। କନଷ୍ଟ୍ରକ୍ସନ ବିଗେନ୍ 1999 ମସିହାରେ ଏବଂ ଓପନିଂ ଡେଟ୍ 2008 ମସିହାରେ। ଟାଇପ୍ ଅଫ୍ ଡ୍ୟାମ୍ ରହିଛି ଗ୍ରାଭିଟି ଇମ୍ପୋର୍ଟସ୍ ଚେନାବ ରିଭର, ହାଇଟ୍ ରହିଛି 143 ମିଟର, ଲେନ୍ଥ ରହିଛି 317 ମିଟର। ପରବର୍ତ୍ତୀ ପ୍ରଶ୍ନ, which country has announced its separation from UNESCO? କେଉଁ ଦେଶ ୟୁନେସ୍କୋରୁ ଅଲଗା ହେବା ପାଇଁ ଘୋଷଣା କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ନିକାରାଗୁଆ। ପରବର୍ତ୍ତୀ ପ୍ରଶ୍ନ, ଲଞ୍ଚ जनता की कहानी मेरी ऑटोबायोग्राफी whose autobiography is this? जनता की कहानी मोर आत्मजीवनी आरंभ कर ଯାହାର ଆତ୍ମଜୀବନୀ ଏହା କିଏ ଲେଖିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ବନ୍ଦାରୁ ଦତ୍ରେୟା। ବୁକ୍ ହେଉଛି जनता की कहानी मेरी आत्मा कथा। ଅଥର ରହିଛନ୍ତି ବନ୍ଦାରୁ ଦତ୍ରେୟା। ରିଲିଜ ବାय ଭାଇସ୍ ପ୍ରେସିଡେଣ୍ଟ ଜଗଦୀପ ଧନଖର। ରିଲିଜ ଡେଟ୍ ରହିଛି ମେ 9, 2025 ମସିହାରେ ରିଲିଜ ହେଇଥିଲା। ପରବର୍ତ୍ତୀ ପ୍ରଶ୍ନ, who has launched the latest text to speech bulbul v2 in 11 Indian language? 11ଟି ଭାରତୀୟ ଭାଷାରେ ନବୀନତମ ଟେକ୍ସଟ ଟୁ ସ୍ପିଚ୍ ବୁଲବୁଲ v2 କିଏ ଲଞ୍ଚ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ସର୍ବମ ଏଆଇ। ଡେଭଲପର ହେଉଛନ୍ତି ସର୍ବମ ଏଆଇ ବେଙ୍ଗଲୁରୁ। ଟାଇପ୍ ଟେକ୍ସଟ ଟୁ ସ୍ପିଚ୍ ଏଆଇ ଭଏସ୍ ମଡେଲ। ଲାଙ୍ଗୁଏଜ ସପୋର୍ଟେଡ 11ଟି ଲାଙ୍ଗୁଏଜ, ଭାରତୀୟର 11ଟି ଲାଙ୍ଗୁଏଜ ସପୋର୍ଟେଡ କରୁଛି। ମଡେଲ ଲଞ୍ଚ ବୁଲବୁଲ v2। ପରବର୍ତ୍ତୀ ପ୍ରଶ୍ନ, ହୁ ବ୍ୟାନ୍ ଚେସ୍? ସମ୍ପ୍ରତି କେଉଁ ଦେଶ ଚେସ୍କୁ ନିଷିଦ୍ଧ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଆଫଗାନିସ୍ତାନ। ଆଫଗାନିସ୍ତାନ ନିକଟରେ ଚେସ୍ ଖେଳକୁ ନିଷିଦ୍ଧ କରିଛି। ପରବର୍ତ୍ତୀ ପ୍ରଶ୍ନ, ସାଇଣ୍ଟିଷ୍ଟ have created the first pangenome of which Asian crop?
ବୈଜ୍ଞାନିକମାନେ କେଉଁ ଏସିଆ ଫସଲର ପ୍ରଥମ ଟ୍ୟାଞ୍ଜେନମ୍ ସୃଷ୍ଟି କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ରାଇସ୍। ପରବର୍ତ୍ତୀ ପ୍ରଶ୍ନ, where did the Indian Army conduct Operation Taylor? ଭାରତୀୟ ସେନା କେଉଁଠାରେ ଅପରେସନ୍ ଟେଲର ପରିଚାଳନା କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କାଶ୍ମୀର ଠାରେ। ପରବର୍ତ୍ତୀ ପ୍ରଶ୍ନ, ବୁଦ୍ଧ ପୂର୍ଣ୍ଣିମା was celebrated on 12 May. When was this day recognized as UN Vesak Day? ବୁଦ୍ଧ ପୂର୍ଣ୍ଣିମା 12 ମେରେ ପାଳନ କରାଯାଇଥିଲା। ଏହି ଦିନକୁ କେବେ ସଂଯୁକ୍ତ ରାଷ୍ଟ୍ର ବେସାକ୍ ଦିବସ ଭାବରେ ମାନ୍ୟତା ଦିଆଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 1999 ମସିହାରେ ସଂଯୁକ୍ତ ରାଷ୍ଟ୍ର ବେସାକ୍ ଦିବସ ଭାବରେ ମାନ୍ୟତା ଦେଇଥିଲା। ପରବର୍ତ୍ତୀ ପ୍ରଶ୍ନ, the Uttar Pradesh government has included 12 new product in the one district one product scheme ODOP. When was this scheme launched? ଉତ୍ତରପ୍ରଦେଶ ସରକାର ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନାରେ 12ଟି ନୂତନ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ଯୋଜନା କେବେ ଆରମ୍ଭ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 2018 ମସିହାରେ ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ସ୍କିମ୍ ଆରମ୍ଭ କରାଯାଇଥିଲା। ସ୍କିମ୍ର ଅବଜେକ୍ଟ କ'ଣ? ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ୱାନ୍ ଡିଷ୍ଟ୍ରିକ୍ଟ ଲଞ୍ଚ ହେଇଥିଲା 24 ଜାନୁଆରୀ 2018 ମସିହାରେ। ସ୍କିମ୍ର ଅବଜେକ୍ଟିଭ ରହିଛି ପ୍ରମୋଟ ଲୋକାଲ ପ୍ରଡକ୍ଟ ଏମ୍ପ୍ଲୟମେଣ୍ଟ ଆଣ୍ଡ ଏକ୍ସପୋର୍ଟ। ଏହାକୁ କିଏ ଲଞ୍ଚ କରିଥିଲେ? ଚିଫ୍ ମିନିଷ୍ଟର योगी आदित्यनाथ। परवर्ती प्रश्न, व्हाट इज द टोटल फर्टिलिटी रेट ऑफ इंडिया एज पर सैंपल रजिस्ट्रेशन सिस्टम बा SRS रिपोर्ट 2021? नमूना पंजीकरण प्रणाली रिपोर्ट 2021 अनुसार भारतर मोट प्रजनन हार केते? एहार सठिक उत्तरटी हेउछि ऑप्शन सी 2.0। परवर्ती प्रश्न, द गवर्नमेंट ऑफ इंडिया हैज इंट्रोड्यूस चिप बेस्ड पासपोर्ट अंडर एनी प्रोग्राम? भारत सरकार केउं कार्यक्रम अधीन रे चिप आधारित पासपोर्ट प्रचलन करिसंती? एहार सठिक उत्तरटी हेउछि ऑप्शन बी पासपोर्ट सेवा प्रोग्राम 2.0। एही क्लास रो PDF पाइबा पई हेले आपण माने टेलीग्राम ग्रुप रे जॉइन करि परिबे। डेली क्लास रो PDF अपलोड करा जाउछि। चलंतु वर्तमान स्टार्ट करिवा परवर्ती प्रश्न, an agreement has been signed between Madhya Pradesh and which state for the Tapti Basin Mega Recharge Project? ताप्ती बेसिन मेगा रिचार्ज प्रकल्प पाई मध्य प्रदेश एवं केउं राज्य रे एक चुक्तिनामा स्वाक्षरित होईछि? एहार सठिक उत्तरटी हेउछि ऑप्शन डी महाराष्ट्र। परवर्ती प्रश्न, हु इज द ऑथर ऑफ द बुक विन द बैटल ऑफ योर माइंड व्हिच हैज बीन लॉन्च रिसेंटली? संप्रति उन्मोचित विन द बैटल ऑफ योर माइंड पुस्तकर लेखक किए? एहार सठिक उत्तरटी हेउछि ऑप्शन बी रीता राममूर्ति गुप्ता। परवर्ती प्रश्न, वेयर डिड द रिमाइंस ऑफ द सोवियत यूनियंस स्पेसक्राफ्ट कॉस्मोस 482 launched in the year 1972 fall uncontrollably? 1972 मसीहारे उत्क्षेपण होइथिबा सोवियत यूनियन रो महाकाश जान कॉस्मोस 482 रो अवशेष अनियंत्रित भावरे केउंठारे पड़िथिला?
ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଇଣ୍ଡିଆନ୍ ଓସେନ୍। ପରବର୍ତ୍ତୀ ପ୍ରଶ୍ନ, ଇନ୍ ହ୍ୱିଚ୍ କଣ୍ଟ୍ରି ଇଜ୍ ଦ ବେସାଖ ପୟା ଫେଷ୍ଟିଭାଲ କ୍ରିଏଟେଡ୍? ବେସାଖ ପୟା ପର୍ବ କେଉଁ ଦେଶରେ ଆରମ୍ଭ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଶ୍ରୀଲଙ୍କା। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ ହାଜ୍ ଆପ୍ରୁଭଡ୍ ଦ ପାକାଲ ଦୁଲ୍ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ଇନ୍ ହ୍ୱିଚ୍ ଷ୍ଟେଟ୍? ଭାରତର କେଉଁ ରାଜ୍ୟ ପାକାଲଦୁଲ ଜଳବିଦ୍ୟୁତ ପ୍ରକଳ୍ପକୁ ଅନୁମୋଦନ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଜାମ୍ମୁ ଆଣ୍ଡ କାଶ୍ମୀର।